12 ତାରିଖରେ ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛନ୍ତି 10ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ। ଏହି ଧର୍ମଘଟକୁ ସମର୍ଥନ ଘୋଷଣା କରିଛି ରାଜ୍ୟ କଂଗ୍ରେସ। ସମର୍ଥନ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ମନରେଗା ଉଚ୍ଛେଦ ସହ ଶ୍ରମିକ ବିରୋଧୀ 4 ଶ୍ରମ କୋଡ୍ ବାତିଲ ଦାବିରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି 10ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ। ଶ୍ରମିକ ସାଧାରଣ ଉପଭୋକ୍ତା ଏବଂ ଚାଷୀମାନଙ୍କର ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାରେ କଂଗ୍ରେସର ତୃଣମୂଳ ସ୍ତର ପର୍ଯ୍ୟନ୍ତ ନେତା ଏବଂ କର୍ମୀ ଧର୍ମଘଟକୁ ସମର୍ଥନ କରିବା ପାଇଁ ପିସିସି ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା କଂଗ୍ରେସର ମୂଳ ପ୍ରସଙ୍ଗ ମନରେଗା, ବିଜୁଳି ଏବଂ ଧାନ ସଂଗ୍ରହକୁ ଧର୍ମଘଟରେ ଗୁରୁତ୍ୱ ଦିଆଯାଉଥିବା ଏହି କଥାକୁ ସ୍ୱାଗତ ଯୋଗ୍ୟ ବୋଲି ଭକ୍ତ ଦାସ କହିଛନ୍ତି। କଳକାରଖାନା ବନ୍ଦ ଠାରୁ ଆରମ୍ଭ କରି ଶ୍ରମିକମାନେ ରାଜରାସ୍ତା ଉପରେ ଠିଆ ହେବେ ଏବଂ ଜନସାଧାରଣଙ୍କୁ ଅନୁରୋଧ କରୁଛୁ ଏ ଆନ୍ଦୋଳନରେ ସେମାନେ ସାମିଲ ହୁଅନ୍ତୁ ଏବଂ ସମସ୍ତଙ୍କୁ ନେଇ ସମସ୍ତ ଶ୍ରମିକ କର୍ମଚାରୀମାନଙ୍କୁ ନେଇ ସମସ୍ତ ୟୁନିୟନ ସମସ୍ତ ଦଳମତକୁ ନେଇ ଏ ଆନ୍ଦୋଳନକୁ ବ୍ୟାପକ କରାଯାଉ ଏବଂ ସିଆଇଟୁ ଏ ଆନ୍ଦୋଳନକୁ ଆଗେଇ ନେବା ପାଇଁ ବଦ୍ଧପରିକର ଏବଂ ନିଷ୍ପତ୍ତି ନେଇଛି। 50ଟି ବିଭିନ୍ନ ମହାସଂଘ ଯେତେବେଳେ ଆନ୍ଦୋଳନ କରୁଛନ୍ତି, ଧର୍ମଘଟ ଡାକରା ଦେଇଛନ୍ତି, ଓଡ଼ିଶାରେ ତାର କାର୍ଯ୍ୟସୂଚୀରେ ସେମାନେ ସାମିଲ କରିଛନ୍ତି। କଂଗ୍ରେସକୁ ଏହି ସମଭାବାପନ୍ନ ମହାସଂଘ ଗୁଡ଼ିକ ଯେତେବେଳେ ତାଙ୍କର ସମର୍ଥନ ଲୋଡ଼ିଛନ୍ତି, ତେଣୁକରି ରାଜ୍ୟବ୍ୟାପୀ ତୃଣମୂଳ ସ୍ତର ଯାଏ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ଏହି ଧର୍ମଘଟକୁ 12 ତାରିଖରେ ସଫଳ କରିବା ପାଇଁ ଲାଗି ପଡ଼ିବେ।